नमस्कार। गुड मॉर्निंग। जय आरसीएम। गुड मॉर्निंग। बहुत बहुत धन्यवाद आपମାନଙ୍କୁ ସମସ୍ତଙ୍କୁ। ଆମେ ଗୁରୁକୁଳ ସେସନ ପରେ ଆମେ ଗୁରୁକୁଳ ଶାଖାର ଯୋଉ ସେସନରେ ବସୁଛେ ସେଥିଲାଗି ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଆ, ଅନ୍ତର ସହିତ ଧନ୍ୟବାଦ। ଆପଣମାନେ ଆ, ଇଏ ସେସନ ମାଧ୍ୟମରେ ନିଜର ବିଚାରକୁ ଆପଣ ଆ, ତାକୁ ପୁଣି ପୁନରାବୃତ୍ତି ବି କରୁଛନ୍ତି, ନିଜର ବିଚାରକୁ ବ୍ୟାପକ କରୁଛନ୍ତି। ଆଉ କିଛି ଏଭଳି କିଛି ଯାହା ଗୁରୁକୁଳରେ ଆମେ ଶିଖିଲେ ସେ ଜିନିଷକୁ ଆମେ କହିବା ଦ୍ୱାରା ଆମ ନିଜର ବି ଉନ୍ନତି ବି ହଉଛି, ଆମର ସବକନସିୟସ ମାଇଣ୍ଡରେ ବି ହେଇପାରୁଛି। ଆଜି ଅ, ଗୁରୁକୁଳ ତ ମୁଁ ଭାବିବି କି ପ୍ରତ୍ୟେକ ଦିନ ଗୁରୁକୁଳ ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଗୁରୁକୁଳ ମୁଖ୍ୟ ବିନ୍ଦୁ ଯାହା ଉପରେ ଆଜି ଡିସ୍କସନ କରାଯାଇଛି ଆମ ଜୀବନରେ ଗୋଟେ ବହୁତ ବଡ଼ ପରିବର୍ତ୍ତନ ଆଣିଦେଉଛି। ଅ, ଆଜି ଗୁରୁକୁଳ ମତେ ଏମିତି ବି ଲାଗିଲା, ଆପଣ ମାନେ ବି ନିଜେ ଫିଲ୍ ବି କରିଥିବେ ଯେ ଜୀବନରେ ସବୁ କିଛି ପଇସା ନୁହେଁ, ପଇସା ଛଡା ବି ଆହୁରି ବହୁତ କିଛି ଅଛି। ସେଥିପାଇଁ ଆମେ ଆମର ଆତ୍ମାର ଆୱାଜକୁ ସବୁବେଳେ ଶୁଣିବା ନିହାତି ଜରୁରୀ। ଆ, ଏମିତି ବି ବହୁତ ସାରା କ୍ଷେତ୍ରରେ ବି ହଉଥିବ ଯେ ମନ ଗୋଟେ କଥା କହୁଥିବ, ଆତ୍ମା ଗୋଟେ କଥା କହୁଥିବ, କିନ୍ତୁ ଇଏ ମନ ଆଉ ଆତ୍ମା ଭିତରେ କେବଳ ଆତ୍ମାର ଆୱାଜକୁ ଯଦି ଆମେ ଶୁଣିଲେ ଆମେ ବିଶ୍ୱରେ ଗୋଟେ ବହୁତ ଭଲ ମଣିଷ ହେଇଯାଇ ପାରିବା। ପରମାତ୍ମା ଆମକୁ କେତେ ବର୍ଷ ପାଇଁ ଏ ଦୁନିଆକୁ ଛାଡ଼ିଛନ୍ତି ତ ସେଟା ତ ଆମେ ଜାଣିନେ, କିନ୍ତୁ ଯେତିକି ଦିନ ଛାଡ଼ିଛନ୍ତି ତ ଆମେ ସ- ଗୋଟେ ଭଲ ମଣିଷ ଯଦି ହେଇପାରିବା ତାହେଲେ ସିଏ ଗୋଟେ ବହୁତ ବଡ଼ କଥା। ତ ସେଥିଲାଗି ଆମେ ଆଜିର ଗୁରୁକୁଳ ବହୁତ ଇମ୍ପୋର୍ଟାଣ୍ଟ। ଯୋଉ ସାଥୀମାନେ ବି ଆଜି ଆପଣଙ୍କ ଟିମରେ ଦେଖିବି ନାହାନ୍ତି, ସେମାନଙ୍କୁ ଆପଣ ଲିଙ୍କ ପଠେଇକି ଆ, ଯଦି ତାଙ୍କର ଉନ୍ନତି ଚାହୁଁଛନ୍ତି, ଯଦି ତାଙ୍କର ଭଲ ଚାହୁଁଛନ୍ତି, ତାହେଲେ ଇଏ ସେସନକୁ ଦେଖେଇବା ନିହାତି ଜରୁରୀ। କାରଣ ଯୋଉ ନୂଆ ଭାରତର ନିର୍ମାଣ ଆମେ କରିବାକୁ ଚାହୁଁଛେ, ତ ଇଏ ନୂଆ ଭାରତର ନିର୍ମାଣ ଆଜିର ଗୁରୁକୁଳ ବହୁତ ଇମ୍ପୋର୍ଟାଣ୍ଟ ଗୁରୁକୁଳ। ଆଉ ସେ ତାକୁ ଲୋକଙ୍କୁ ଦେଖେଇବା ନିହାତି ଦରକାର। ବହୁତ ସାରା କଥା ବି ଆପଣ ନୋଟ୍ ବି କରିଥିବେ। ଆ, ବହୁତ ସାରା ବିଚାର, ବହୁତ ସାରା ଅଲ ଓଭର ଇଣ୍ଡିଆର ଲୋକମାନେ ବି ସମସ୍ତେ ବି କଲେ। ତ କୌଣସି ବି କଥାକୁ ନିର୍ଣ୍ଣୟ କରିବା ପୂର୍ବରୁ, ଡିସିସନ ନବା ପୂର୍ବରୁ ଆତ୍ମାର ଆୱାଜକୁ ଶୁଣିବା ନିହାତି ଦରକାର। ଆତ୍ମା କଣ କହୁଛି ତାକୁ ଶୁଣିବା ନିହାତି ଦରକାର, ତାକି ଆମେ ଏ, ନା ଯେ କେବଳ ଆମର ଆରସିଏମ ର ଯୋଉ ଅଭିଯାନରେ ଆମେ ପୁରା ବିଶ୍ୱରେ ବି ଗୋଟେ ବହୁତ ଭଲ ଅ, ମାନେ ନିଜକୁ ଶାନ୍ତି ଲାଗିବ ଯେ ଆମେ ବହୁତ ଭଲ ଆମେ କରିପାରୁଛେ। ଆଉ ତା ସହିତ ଆମକୁ ଆହୁରି ଅ, ଆଗକୁ ବଢିବା ପାଇଁ, ମାନେ ମନ ଭିତରେ ଭଲ ବିଚାର ଆଣିବା ପାଇଁ ଗୁରୁକୁଳକୁ ତ ଡେଲି ଆମେ ବସିବା ଦରକାର। କେବଳ ଯେ ଆମେ ବସିଲେ ହବନି, ଆମେ ଯୋଉମାନଙ୍କୁ ବି ଆମେ ଏଇ ସିଷ୍ଟମକୁ ଆଣିଛେ ସେମାନେ ଯଦି ବି ମନା ବି କରୁଛନ୍ତି ତ ଆମେ ସେମାନଙ୍କୁ କଥା ହେଇକି ତାଙ୍କୁ ଏ ସିଷ୍ଟମ ବିଷୟରେ ବୁଝେଇକି ତାଙ୍କର ମନକୁ ଜିତିକି ଆମେ ଯଦି ନେଇ ଆସିପାରିଲେ ବହୁତ ବଡ଼ କଥା। ତ ସବୁଠୁ ବଡ଼ କଥା ହଉଛି ମନକୁ ଜିତିବା। ତ ଯଦି ଆମ ଆତ୍ମା ଯାହା କହୁଛି ଆମେ ସେୟା କରିବା ତାହେଲେ ଆମେ ମନକୁ ବି ଜିତି ପାରିବା। ଇଏ ହଉଛି ବହୁତ ବଡ଼ କଥା। ଆଉ ଆମକୁ ସଫଳ ହବା ପାଇଁ ଦୁଇ ତିନିଟି ବହିର ନାଁ କହିଲେ, ଯେମିତି ଜୀବନ ଏକ ଖୋଜ, ବହୁତ ବଢ଼ିଆ ବୁକ୍। ତା ଉପରେ ବି ଆପଣମାନେ ବି ତାକୁ ମଗେଇ ପାରିବେ, ଅନଲାଇନରେ ବି ମଗେଇ ପାରିବେ। ତା ସହିତ ଆପଣଙ୍କ ବି କୋଉଠି ବି କୋଉ ସେବା କେନ୍ଦ୍ରରେ ବି ମିଳୁଥିବ ତାକୁ ବି ଦେଖିପାରିବେ। ଶକ୍ତି କା ଖଜାନା, ଇଏ ବି ବହୁତ ବଢ଼ିଆ କଥା। ବହୁତ ବଢ଼ିଆ। ଆଉ ସବୁଠୁ ବଡ଼ କଥା ହଉଛି ଯେ ଆମ ପାଖରେ ଅଛି ବର୍ତ୍ତମାନ ଯୋଉ ଜିନିଷକୁ ତାକୁ ଦେଖିବା। ଯେମିତିକି ଆରସିଏମ ଅଫିସିଆଲ, ଆରସିଏମ ୱାର୍ଲଡ ଅଫିସିଆଲ ଚ୍ୟାନେଲ ଯୋଉ ଅଛି ୟୁଟ୍ୟୁବରେ, ତାକୁ ଖୋଲିକି ପ୍ଲେ ଲିଷ୍ଟକୁ ଯାଇକି ସେଥିରେ ଗୁରୁକୁଳ ଆସିବ। ଗୁରୁକୁଳରେ ଆମେ ଗଲେ ଆମେ ସେଇଥିରେ ବି ବହୁତ ସାରା କଥା ଆମେ ଜାଣିପାରିବା, ବହୁତ କିଛି ଦେଖିପାରିବା। ତ ଏ ଶୃଙ୍ଖଳା ଭିତରେ ଆଜି ଆମେ ବହୁତ କିଛି କଥା ତ ଶିଖିଲେ। ଏ, ଆମେ କଣ କରିବା, ମାନେ ଆ, ଆମେ ଧନ୍ୟବାଦ ଯେ ଆଜି 6 ତାରିଖ, ଆଜି ସକାଳୁ ଆମେ ବସିଛେ। 6/1/2026 ପୂର୍ବର ଜୀବନ ଗୋଟେ, ଆଉ 6/1/2026ର ଜୀବନ ପୁଣି ଆଉ ଗୋଟେ। ତ ଏଠୁ ଯୋଉ ଆଗକୁ ଯୋଉ ଲାଇଫ ତ ଆମେ କେମିତି ତିଆରି କରିବା, ତ ତା ଉପରେ ଆଜି ଆମେ ଡିସ୍କସନ କରିବା।
ପ୍ରଥମେ ଆମେ ସାହୁ ଭାଇଙ୍କୁ ନେବା। ସାହୁ ଭାଇ। ଆଜି ତ ବହୁତ ଭଲ ଆଲୋଚନା ହେଲା। ଆମେ ଆତ୍ମା ଆଉ ମନକୁ କେମିତି ମିଶେଇ ପାରିବା। ଆଗରୁ ଥିଲା କଣ, ଆମେ ମୋର ଲାଭ ହଉଛି କି କ୍ଷତି ହଉଛି ମୁଁ ସେ କଳ୍ପନା କରୁଥିଲି ବା ଚିନ୍ତା କରୁଥିଲି, କିନ୍ତୁ ଏବେ ଯାହା ଗୁରୁଜୀ କହିଲେ ଯେ ଆତ୍ମାକୁ ମନ ସହିତ ମିଶେଇବା ଦରକାର, ତା ଦ୍ୱାରା ଆମେ କଣ ଲାଭ ପାଉଛେ କଣ କ୍ଷତି ହଉଛି ତାକୁ ଯଦି ଆମେ ନିର୍ଣ୍ଣୟ ନେଇପାରିବା, ଟିମ୍ରେ ବି ନିର୍ଣ୍ଣୟ କରାଇ ପାରିବା, ତାହେଲେ ବହୁତ ବଡ଼ ସକ୍ସେସ୍ ହେଇଯାଇପାରିବ। ତା ସହିତ ମୁଁ ବି ଆଜି ସଂକଳ୍ପ ନେଇଛି ଯେ ମୁଁ କଣ କରୁଛି ଆଉ ଆଜିଠାରୁ ନୂଆ କଣ କରିବି ସେ ପ୍ଲାନ୍ ଆଜିଠାରୁ ଆରମ୍ଭ କରିବି। ଆଉ ପଛ କଥାକୁ ଭୁଲି ଯାଇ ଆଗକୁ ମାଡ଼ି ଚାଲିବା, ଆଗକୁ ମାଡ଼ି ଯିବା ପାଇଁ ମୁଁ ବି ଆଜି ଉଦ୍ୟମ କରିଛି। ଆଜି ଯିବି ସେଣ୍ଟରକୁ, ସେଠି ବି ମୋର 18 ତାରିଖ ପାଇଁ ପ୍ରମୋସନ। ଏଇ ଯୋଉଗୁଡାକ ଅଛି, ଆମେ ଆଗକୁ ମାଡ଼ିବା କେମିତି, ଆଗକୁ କେମିତି ନୂଆ ନୂଆ ଲୋକ ସହ ମିଶି କଣ କରିପାରିବା ତାକୁ ନିର୍ଣ୍ଣୟ ନେବା ହଉଛି ଆମ ଆତ୍ମା ଓ ମନକୁ ପଚାରି କରିବାର ଅଛି। ଅବଠୁ ଶତପଥୀ ବାବୁ। ବହୁତ ବଢିଆ କଥା, ବହୁତ ବଢିଆ ଇନଫର୍ମେସନ ଆପଣ ବି ମନେ ପକେଇଦେଲେ। ଆଜି ଆ, ଆମେ ଏ ବର୍ଷର ପ୍ରଥମ ମଙ୍ଗଳବାର ମିଟିଂ ଆଜି ଆମେ ବସିବାକୁ ଯାଉଛେ ସନ୍ଧ୍ୟା 7ଟା 20ରେ। ତ ମାନେ ସବୁ କିଛି ତ ହବ, କିନ୍ତୁ ପ୍ରଥମଟା ହଉଛି ସବୁଠୁ ମହତ୍ୱପୂର୍ଣ୍ଣ। ତ ସେଥିଲାଗି ଆପଣମାନଙ୍କ ଟିମ୍କୁ ଆପଣ ଇନଫର୍ମ କରନ୍ତୁ। ଆଉ ଗୋଟେ ଅନୁରୋଧ ଆପଣମାନଙ୍କୁ ସମସ୍ତଙ୍କୁ, ଆପଣଙ୍କ ଟିମ୍କୁ ବି କହିବେ ଯେ ଯୋଉମାନେ ଗତ ମାସଠୁ ଏ ମାସରେ ବିଜନେସରେ ଗ୍ରୋଥ ହେଇଛି, ମାନେ ଏମିତି ନୁହେଁ ଯେ ପିନ୍ ଲେବୁଲ ଚେଞ୍ଜ ହେଇଛି, ସେ ନୁହେଁ, ବିଜନେସରେ କିଛି ନା କିଛି ଗ୍ରୋଥ ହେଇଛି। ତ ସେ ତାକୁ ତ ଆମ ସିଷ୍ଟମରୁ ବାହାର କରିବା ଗୋଟି ଗୋଟି କି ସମ୍ଭବ ହଉନି, ହ୍ୟାଣ୍ଡ ରାଇଜ କରିବେ। ଆଜି ଆପଣମାନଙ୍କୁ ଚାନ୍ସ ମିଳିବ, ଆଜି ଆପଣମାନଙ୍କର ଦିନ। ତ ସେଥିଲାଗି ଟିମ୍ରେ ସମସ୍ତଙ୍କୁ ଇନଭାଇଟ୍ କରନ୍ତୁ ଯୋଉମାନେ ବି ଗ୍ରୋଥ କରିଛନ୍ତି। ଇଏ ହେଉଛି ପ୍ରଥମ କଥା। ଦ୍ୱିତୀୟ କଥା ଯେ 18 ତାରିଖ ଆମ ଲାଇଫରେ, କାରଣ ଆମକୁ ଫିଜିକାଲ ଆଉ ଡିଜିଟାଲ ଦିଟା ଜାଗାରେ ଆମକୁ ଇନଭଲ୍ଭ ହେବା ନିହାତି ଦରକାର। 18 ତାରିଖ ଦିନ ବହୁତ ଭଲ ପର୍ସନାଲିଟି ଆରସିଏମର ଡାଇମଣ୍ଡ ଆଚିଭର ଯୋଉ 4 ଜଣ ଅଛନ୍ତି, ତାଙ୍କ ଭିତରୁ ଜଣେ ଅଛନ୍ତି ବିଜେନ୍ଦ୍ର ସିଂ ରାଠୋର। ବହୁତ ସାଧାରଣ ଲୋକ, ଆଉ ତାଙ୍କ ଇଏ ସାଧାରଣ ଲୋକ ଜଣେ ଯଦି ଡାଇମଣ୍ଡ ହେଇପାରିଲେ, ତାହେଲେ ଆମେ ଲୋକମାନଙ୍କୁ ଯଦି ବସେଇବା ସେଠି, ତ ସେମାନେ ତାଙ୍କୁ ରିଲେଟ କରିବେ କି ଆ, ଏମିତି ଜଣେ ସାଧାରଣ ଲୋକ ଇଏ ଡାଇମଣ୍ଡରେ ପହଞ୍ଚିଗଲେ, ଏତେ ବଡ଼ ପୋଜିସନରେ ପହଞ୍ଚିଗଲେ। ତ ଯାହାର କି ଏତେ କୋଟି ଟଙ୍କାର ବିଜନେସ୍, ଏତେ ଇନକମ୍ ବି ଏତେ ଆସିଗଲା, ତ ସିଏ ଯଦି ପହଞ୍ଚିଗଲେ ତାହେଲେ ଆମେ କାହିଁକି ପହଞ୍ଚି ପାରିବାନି? ତ ମନ ଭିତରେ ରିଲେଟ ଆସିବ। ଆଉ ସବୁବେଳେ କଣ ହୁଏ କି ଆମେ ଯେତେ ଜ୍ଞାନ ବି ଦବା, ଲୋକ ସେ ଜ୍ଞାନକୁ କେବେ ଆକ୍ସେପ୍ଟ କରିବେନି, କିନ୍ତୁ ଯଦି ସାମ୍ନା ବାଲା ଲୋକକୁ ଦେବା ତାହେଲେ ହେଇପାରିବ। ଆପଣମାନେ ବହୁତ ସାରା କଥା ଶୁଣିଥିବେ ଯେ ଜଣେ ସାଧୁକୁ ଯେତେବେଳେ ଜଣକ ପିଲା ଗୁଡ଼ ଖାଉଥିଲା, ତା ମା ନେଇକି ଗଲା ସାଧୁ ପାଖକୁ, କହିଲା ସାଧୁ ବାବା ଆପଣ ଯାହା କହନ୍ତି ଇଏ ମୋ ପୁଅ ମାନେ, ତ ତାକୁ ଯଦି ଆପଣ ମନା କରିଦେବେ ଗୁଡ଼ ଖାଇବାକୁ, ତାହେଲେ ସିଏ ଖାଇବନି। ତେଣୁ ସାଧୁ ବାବା କିଛି କହିଲେନି। ଏମିତି ହେଇଗଲା, ଗଡ଼ି ଚାଲିଲା, ବହୁତ ଦିନ ଚାଲିଲା। ପାଖାପାଖି 2 ମାସ 3 ମାସ ପରେ ସାଧୁ ବାବା କହିଲେ, ବାବୁରେ ତୁ ଗୁଡ଼ ଖାନା, ଗୁଡ଼ ଖାଇଲେ ତୋର ଦେହ ଖରାପ ହବ, ତୁ ଖାନା। ତ ସେଠି ତା ମା ପଚାରିଲା ଯେ ଆପଣ ତ ଏଇ କଥାଟା 3 ମାସ ପୂର୍ବରୁ କହିପାରିଥାନ୍ତେ। ନା 3 ମାସ ପୂର୍ବରୁ ଏଇଥିପାଇଁ ମୁଁ କଲିନି, ନା ମୁଁ ନିଜେ ଗୁଡ଼ ଖାଉଥିଲି। ମୁଁ ଯୋଉଦିନ ନିଜେ ଛାଡ଼ିଲି, ତ ସେଇଦିନଠୁ ମୁଁ କହିବାକୁ ଚାହିଁଲି। ତ ଇଏ ହଉଛି କଥା ଯେ ଅ, ମାନେ ସାମ୍ନା ବାଲା ଲୋକକୁ ଆମେ ଯାହା କହୁଛେ, ଯାହା କରୁଛେ, ଦିଟାଙ୍କ ଯଦି ସମାନ ହେଇଗଲା, ତାହେଲେ ଲୋକ ଆମକୁ ଆକ୍ସେପ୍ଟ କରିବେ। ଆଉ ଯଦି ଆମକୁ ଆକ୍ସେପ୍ଟ କରିଲେ, ତାହେଲେ ଆମ ସିଷ୍ଟମକୁ ପ୍ରଥମେ ନିଜେ, ଆଉ ତାପରେ ଆମର ବିଜନେସ୍ ବା ସିଷ୍ଟମ, ଯାହା ବି ଆପଣ କୁହନ୍ତୁ। ଓକେ, ଠିକ ଅଛି, ଆଜିର ଟପିକ ଉପରକୁ ଆସିବା। ଆରତି ଅପା। ଜୟ ଆସିଏମ୍, ସମସ୍ତଙ୍କୁ ପ୍ରଣାମ, ଚାନ୍ଦ ସାହେବଙ୍କୁ ପ୍ରଣାମ। ଆଜି ଗୁରୁକୁଳରେ ଏତେ ଭଲ ଲାଗିଲା। ମୁଁ ସେଇ କଥା କହୁଛି, ଗୁରୁଜୀ ଯୋଉ କହିଲେ ମୋ ମନ ଆଉ ଆତ୍ମା 2 ଜଣଙ୍କୁ ମିଳନ କରିଦେଲା ପରେ, ଯଦି ମୁଁ ଆଜି ଏତେ ଅସୁସ୍ଥ, ତାପରେ ଘରେ ବି ବହୁତ କାମ, ତଥାପି ମୋ ମନ କାହିଁକି କହୁଛି ନାଇଁ ତୁ ଗୁରୁକୁଳରେ ବସ। କାରଣ କଣ? ମୋ ଆତ୍ମା ଚାହୁଁଛି ଯେ ମୁଁ ଗୁରୁକୁଳରୁ କିଛି ଶିଖିବାକୁ ଚାହୁଁଛି। ଗୁରୁଜୀଙ୍କୁ ଦେଖିଲେ କେତେ କଣ ମନ ଭିତରେ ଆସୁଛି, ନିଜକୁ ପରିବର୍ତ୍ତନ କରିବା, ଇଏ କରିବା।
ସମସ୍ତଙ୍କୁ ଭଲ ପାଇବା, ଆମର ସାମ୍ନା ବାଲା ଲୋକକୁ ଆମେ କଣ କହୁଛୁ, ଆମେ ନିଜ ଭିତରେ ପରିବର୍ତ୍ତନ କରିବା, ଏସବୁ ଆମେ ଗୁରୁକୁଳରୁ ଶିଖୁଛୁ। ମେନ୍ କଥା ହେଲା ଯେମିତି ଆମ ଟିମର ସମସ୍ତଙ୍କୁ ଆମେ ଭଲ ପାଇବା। ମେନ୍ ଆମେ ଏଇ ଯୋଉ ଗୁରୁଜୀ କହିଲେ ଗୋଟେ ଲୋକ କାହିଁକି ନିଜକୁ ଏତେ ଇଏ ଭାବୁଛି, ତାର ଇଗୋନେସ୍ କମିନି, ତେଣୁ ସେ ଭାବୁଛି ମୋ ତଳେ କାହିଁକି ତମେ ରଖୁଛ, ଯୋଉ ଲୋକଟି କାମ ଦାମ କରୁଛି ପରେ ତମେ କାହିଁକି ମୋ ତଳେ ତାକୁ ରଖିଲ, ତେଣୁ ମୁଁ ଆଉ କାମ କରିବି ନାହିଁ। ଏଇଥିରୁ ଜାଣୁଥିବ ତା ଇଗୋ କେତେ ତାକୁ ଇଏ କରୁଛି, ଯେ ସେ ଗୋଟେ ଲୋକକୁ ଏତେ ଖରାପ ଇଏ କରି ଭାବୁଛି। କିନ୍ତୁ ଆମେ ଗୁରୁକୁଳରେ ବସିବା ଦ୍ୱାରା ସେ ଯଦି ସେଇ ଲୋକ ଗୁରୁକୁଳ ଆସନ୍ତା ବସନ୍ତା, ତାର ପରିବର୍ତ୍ତନ ହୁଅନ୍ତା କି ନାହିଁ? ଆଉ ଲୋକଙ୍କୁ କଣ ଆମେ ଖାଲି କି ବିଜନେସ କଥା ତ କହୁନାହାନ୍ତି, ଗୁରୁକୁଳରେ ବହୁତ କିଛି ଶିଖିବାକୁ ମିଳୁଛି। ଆଜି କାନ୍ଦ ବି ମାଇଲା ଯୋଉ ଆଜି ଗୁରୁଜୀ ଯୋଉ ଗୋଟେ ଗୋଟେ କଥା କହିଲେ, ମୁଁ ଆଜି ଜଣଙ୍କୁ କହୁଥିଲି, ମୁଁ କହିଲି ଶୁଣ କେମିତି କହୁଛନ୍ତି ଗୁରୁଜୀ। ସିଏ ତ ଏତେ ବଡ ଗୋଟେ ଫାଉଣ୍ଡର ଏମ୍ପାୟାର ମାଲିକ, ସିଏ କାହିଁ ନିଜକୁ ଏତେ ଛୋଟ ଇଏ କରିକିରି ଲୋକଙ୍କୁ ବୁଝେଇକୁ ଲୋକକୁ ସାରା ବିଶ୍ୱକୁ ପରିବର୍ତ୍ତନ କରିବାକୁ ସେ କାହିଁ କହୁଛନ୍ତି? ଯେ ଫରେନ୍ କମ୍ପାନୀରେ ଗୋଟେ ଲୋକ ଇନଭେଷ୍ଟମେଣ୍ଟ କରିବାକୁ କହିଲା, ସେ ନିଜକୁ ସେ କହୁଛନ୍ତି ଆମେ ନିଜର ଭଲ ଚାହିଁବା ସାଙ୍ଗରେ ଯୋଉ ଲୋକର କିଛି ମାନେ ଇଏ ହେଇଯାଉଛି, ମାନେ କିଛି ଅସୁବିଧାରେ ପଡୁଛି, ତାକୁ ଆମେ କେମିତି ହେଲ୍ପ କରିବା ସେଇ କଥା ସେ କହିଲା। ତା ଯୋଉ ଲସ୍ ହେଲା ସେଟା ଆମ ଇଣ୍ଡିଆରେ ବି ଲସ୍, ସେଇଟା ସେ ଯୋଉ କଥାଟା କହିଲେ ଯୋଉ ବିଜନେସ ଉପରେ ସେଟା ସେ ଇନଭେଷ୍ଟମେଣ୍ଟ କରିବାକୁ କହିଲା। ଏସବୁ କଥା ବହୁତ କିଛି ଶିଖିବାକୁ ଅଛି। ତେଣୁ ଗୁରୁକୁଲେ ମୁଁ ବସିକି ଆଜି ବହୁତ ଭଲ ଲାଗିଲା। ଆଉ ସେଇ ବହିଟା ଜୀବନ କି ଖୋଜ, ଏଟା ଟିକେ ମଗେଇବି, ସତ କହିବି, ବଢିଆ ଲାଗିଲା। ଆମ ଠାକୁରଙ୍କ ଜୀବନ ବି ବହୁତ କିଛି ଶିଖିବାକୁ ଅଛି। ଠାକୁର ନିବାରଣଙ୍କର ଆଉ ଗୁରୁଜୀଙ୍କର ଯୋଉ ଜୀବନ ଖୋଜ, ଏ ବହିଟା ମୁଁ ମଗେଇବି। ଏତିକି କହିବ ପଠୁ ସତ। ଓକେ, ବହୁତ ବଢିଆ ଅପା। ଆକ୍ଚୁଆଲି ଅପାଙ୍କର ପ୍ରତି ଆକ୍ଟିଭିଟିଜ ବି ବହୁତ ବଢିଆ ଭଲ ଲାଗେ। ଯେ କାଲି ଯେମିତି କି ଫ୍ରି ପ୍ରଡକ୍ଟ ପାଇଲେ ତାକୁ ଭିଡିଓ କରିକି ପଠେଇଲେ, ବହୁତ ବଢିଆ ଲାଗିଲା। ତା ସହିତ ନିଜର ଡାୟମଣ୍ଡ କ୍ଲବ କରିକି 10 ତାରିଖ ଭିତରେ ଡାୟମଣ୍ଡ କ୍ଲବ କରିକି ଦେଖେଇବା, ଇଏ ଟିମକୁ ଗୋଟେ ପ୍ରେରଣା ଦଉଛି। ମୁଁ ତ ଝିଅ କେବଳ କହିବିନି ଯେ ଆସିଲେ, ତାଙ୍କ ତାଙ୍କ ଟିମକୁ ଝିଅକୁ ପ୍ରେରଣା ନେଇକି ଦଉଛି, ଗଲି। ତ ଅଫଲାଇନ ଡାଉନଲାଇନ ସମସ୍ତଙ୍କୁ ବି ପ୍ରେରଣା ଦଉଛି। ଇଏ ଗୋଟେ ବହୁତ ବଡ କଥା। ଆଉ ଦ୍ଵିତୀୟ କଥା ହଉଛି ଯେ ଟିମକୁ ଯୋଉ ପ୍ରମୋସନ କରିବା, ମିନତି ମ୍ୟାଡାମଙ୍କର ଭିଡିଓ ପଠେଇବା, ଏସବୁ ବହୁତ ବଢିଆ। ଯାହା ହଉ ଆପଣ ଟିମକୁ ଏମିତି ସ୍ନେହ କରିଚାଲନ୍ତୁ, ଏମିତି ଭଲ ପାଇବା ଆପଣଙ୍କର ଥାଉ ଟିମ୍ ପ୍ରତି। ତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତାପରେ ଝିଅକୁ ନେଇକି ଗଲି, ଝିଅ ଦେଖୁଛେ ମା କେମିତି ଆଚିଭମେଣ୍ଟ କରୁଛି। ମୁଁ କହିଲି ତୋ ମନ ମୁତାବକ ଜିନିଷ ତୁ ଦେଖେ, ଆଉ ମୋର ଭିଡିଓଟା କର। ଅଶୋକ ହସି ହସି ଗଡିଗଲେ, ନାଇଁ, କହିଲେ ବହୁତ ବଢିଆ କଥା, ବହୁତ ଭଲ କାମ ଆପଣ କଲେ। ଯେ ଆମର ଭାରତରେ ଏତେ ବଢିଆ ଜିନିଷ ଅଛି, କାନାଡା ଲୋକ ବି ଜାଣିବା ଦରକାର। ସେ ଓକେ ଏଠୁ ନଉଛନ୍ତି, କାନାଡା ଲୋକ ଏଠୁ ବହିକି ନଉଛନ୍ତି। ଓକେ ଓକେ, ବହୁତ ବଢିଆ, ବହୁତ ବଢିଆ। ସମସ୍ତଙ୍କଠୁ ଶୁଣିବା, ସମସ୍ତଙ୍କ ବିଚାର ଶୁଣିବା। ମିତାଞ୍ଜଳି ମ୍ୟାଡ଼ାମ, କୁହନ୍ତୁ ଆପଣଙ୍କ ବିଚାର। ସାର୍ ନମସ୍କାର। ଆଜ୍ଞା, ନମସ୍କାର। ଆଗେ ନିଜକୁ ଭଲ ପାଅ, ତାପରେ ତମେ ଆତ୍ମା ମନ ସହିତ ମିଶେଇକିରି କାମ କର। ତ ମେନ୍ ହେଲା ନିଜ ଟିମ ର ଯେତେ ସାର୍ ସବୁ ଆସିବେ, ଆଡୁ ଆସିବେ ପଳେଇବେ, ଆସିବେ ପଳେଇବେ, ତାଙ୍କ ସହିତ ତମେ ମନମାଳିନ କରନି, ତାଙ୍କୁ ଆଗେ ଭଲ ପାଅ। ହଁ ସେ କଣ କହିଲା ଏ କଲା, ଆସ୍ତେ ଆସ୍ତେ ତାଙ୍କ ସହିତ ମିଶିକିରି ପଛ କଥାକୁ ଭାବିକିରି ମାନେ ଭୁଲି ଯାଇକିରି ତାଙ୍କୁ ପୁଣି ଆଣିବ, ମିଶେଇବ। ସାର୍ ମୋ ଟିମ୍ କଥା ତ ଆପଣ ଜାଣିଛନ୍ତି, ଚାଲିଛି ମୋର, ଦେଖାଯାଉ କଣ ହଉଛି। ଜୟ ଆସି ଜୟ ଆରସି ମ୍ୟାଡ଼ାମ। ସୁକାନ୍ତ ବାବୁ। ଆଜ୍ଞା, ନମସ୍କାର ସାର୍, ଜୟ ସିଂ ସାର୍। ଜୟ ଆରସି। ବହୁତ ଗୁଡା କଥା କହିଲେ। ଟିମରେ କେବେ ମନୋରଞ୍ଜନ ହବ ହବ ଯେମିତି ଘରେ ସବୁବେଳେ ପ୍ରାର୍ଥନା ହୁଏ, ତାପରେ 5 ମିନିଟ୍ ପରେ ଏକାଠି ହୁଏ। ଭାଇ ଭାଇ ଭିତରେ ପ୍ରାର୍ଥନା ହବ, ପୁଣି ଏକାଠି ହୁଏ। ସେମିତି ଘରେ ବି ସେମିତି ଥାଏ। ସେମିତି ଆମର ଏଟା ପରିବାର, ସେମିତି ମନୋମାଳିନ୍ୟ ହୁଏ, ସବୁ ଏମିତି ହୁଏ। କାରଣ ଆମେ ଯେହେତୁ ଆମ ଟିମରେ ଏମିତି ହଉଛି, ଆମେ ଯୋଉ ଘରର ମୁଖିଆ, ଆମ ପିଲାମାନେ ଯାହା କରିବେ ଆମେ କଣ ସେଟାକୁ ଇଏ କରିଦଉଛେ କି? ତାଙ୍କୁ ତ ପୁଣି କୋଳି କାଖେଇ, ତାଙ୍କୁ ତ ପୁଣି ଆମେ ଶିକ୍ଷା ତାଙ୍କୁ ସଂସ୍କାର ଦଉଛେ। କିନ୍ତୁ ସେମାନେ ଆମ ଟିମରେ ସେମାନେ ନୂଆ ଆସୁଛନ୍ତି, ସେମାନେ କିଛି ଜାଣିନାହାନ୍ତି।
ତାଙ୍କୁ ଆମ ପିଲା ଭଳିଆ ତାଙ୍କୁ କହିଦେଲେ ଦୀପଦ ଆମେ ଟିକେ ସହିଯିବା, ତାପରେ ତାଙ୍କୁ ବୁଝିଲା ଏଇ ବାବା ଏଇଟା ଭୁଲ ହେଲା, ଏଇଟା ସେଇଟା ହେଲା, ତାଙ୍କୁ ଏଇଟା କହିଦେଲେ ସେ ତାଙ୍କର ସେକେଣ୍ଡ ସେ ଭୁଲ ଆଉ ନ କରିବେ। ଭୁଲ ତ ମଣିଷ ମାତ୍ରେ ଭୁଲ ଥାଏ। ସେଥିପାଇଁ ଆମକୁ ଟିମରେ ସେଟାକୁ ଆମ ମନମନ ନ କରି ଆମେ ସେଟା ରାଗରୁଷା ନ କରିକି ତାଙ୍କୁ କେମିତି ଆମେ ସୁଧୁରିବା, ତାଙ୍କ ସାଥିରେ କେମିତି ମାନେ କଣ୍ଟାକ୍ଟ ରହିବା, ତାଙ୍କର ଫଲୋ କରିବା, ତାଙ୍କ ସାଥିରେ ମିଶିବା, ଏଇ ଜିନିଷ ହେଲେ ଆମ ଟିମ୍ ଟା ଗ୍ରୋଥ ହେଇପାରିବ। ଆମ ଟିମ୍ ରେ ଏମିତି ଆଉ କେବେ ଆଉ ହବନି। ସେଇଟା ଗୋଟେ ବଢିଆ ଜିନିଷ ଆଜି ଆମ ଗୁରୁକୁଳ ଶିଖିଲେ। ତାପରେ କହିଲେ ଗ୍ରୋଥ ପରେ ନିଜ ପର୍ସନାଲ ଗ୍ରୋଥ କରିବ, ନିଜ ଗ୍ରୋଥ କରିବ, ନିଜ ଟିମ୍ ରେ କେମିତି ଗ୍ରୋଥ ସେଇଟା ପ୍ଲାନିଂ କରିବ। ତା ସହିତ ଆମର ସବୁ ଜିନିଷ ଗ୍ରୋଥ କରିବାକୁ ପଡିବ। ଗ୍ରୋଥ ହେଲେ ଆମର ବିହେଭିୟର, ଆମର କଥାବାର୍ତ୍ତା, ଆମର ଚାଲିଚଳନ, ଆମର ସବୁ ଜିନିଷ ଗ୍ରୋଥ କଲେ ଧୀରେ 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 ଆପଣଙ୍କ ଟିମ୍ ଆପଣଙ୍କୁ ଅନୁସରଣ କରିବେ। ଥ୍ୟାଙ୍କ ୟୁ ସାର୍। ବହୁତ ବଢିଆ କଥା ଯେ ନିଜେ ଗ୍ରୋଥ କରିବା ପାଇଁ ଅନ୍ୟର କ୍ଷତି କରିବାନି। ଠିକ ଅଛି, ବହୁତ ବଢିଆ କଥା। ଓକେ, ମିନତି ମ୍ୟାଡାମ। ଜୟ ଶ୍ୟାମ ସାର୍, ନମସ୍କାର ସମସ୍ତଙ୍କୁ। ଆଉ ସମସ୍ତ କହୁଛନ୍ତି, ମୁଁ ଟିକେ କହିପାରେନି। କାଲି ତ କହିଥିଲି ଗଛ ଲଗେଇକି ସବୁ ଭିଡ଼ିଓ ପଠେଇଥିଲି, ଦେଖିଥିବେ ବୋଧେ। ତାପରେ ଏ ଯୋଉ କହିଲେ ମାନେ ହଁ ଆମେ କାହାକୁ ଆଗ କଥା ଗୁଡ଼ା ଭୁଲିକିରି ପଛର ଆମେ 2026ରେ ଆମେ ସବୁ କରିଛୁ ଯେ ମାନେ ଆଗକୁ ବଢିବା ବୋଲି। 2026ରେ ନୂଆ ଲୋକ ଆଣିବା, ତାଙ୍କ ସାଙ୍ଗରେ କଣ୍ଟାକ୍ଟ କରିବା, ହେଲେ କଣ୍ଟାକ୍ଟ ଆମେ ତାଙ୍କ ସାଙ୍ଗରେ ସବୁ ଯୋଗାଯୋଗ କରିକି ନୂଆ ନୂଆ ମାନେ କେତେ ଜଣଙ୍କୁ ବସେଇବା। ଗୁରୁକୁଳରେ ବି କହିଛି କେତେ ଜଣଙ୍କୁ ବସ, ସମସ୍ତଙ୍କୁ ନମ୍ବର ଦେଇଛି। ନହେଲେ ନାଇଁ 8ଟା ବେଳେ ସକାଳେ ଯଦି ନ ବସି ପାରୁଛ, ସନ୍ଧ୍ୟା 8ଟା ବେଳକୁ ବସ। ତାଙ୍କୁ କହିଛି ଆଜି ମଙ୍ଗଳବାର, ଆଜି ବି କହିଛି ତାଙ୍କୁ ସମସ୍ତଙ୍କୁ ଗୋଟେ ଗୋଟେ କହିଛି। ଏବେ ନ ବସି ପାରିଲେ ସନ୍ଧ୍ୟା ବେଳକୁ ବସ। ଆଉ ଏତିକି କିନ୍ତୁ ଭଲ ଲାଗୁଛି। ମୁଁ ତ ଟିକେ କହିଛି 2-3 ଜଣ ମାନେ ଟିକେ ବଢେଇବି ବୋଲି କହିଛି ଆଉ। ହଉ, ହଉ, ଜୟ ଆସିବ ସମସ୍ୟା। ଓକେ, ବହୁତ ବଢିଆ କଥା। ନାଇଁ, ନିଶ୍ଚୟ ତ ଆପଣଙ୍କର ତ ଉନ୍ନତି ଏଇଥିପାଇଁ ହବ ଯେ ଯାହା ସଂକଳ୍ପ ନଉଛେ ଆପଣ ସେଇ ସଂକଳ୍ପକୁ ପୁରା କରୁଛନ୍ତି, ତ ସେଇଟା ଗୋଟେ ବହୁତ ବଡ କଥା ଆପଣ କରୁଛନ୍ତି। କାରଣ ବହୁତ ସାରା ଲୋକ ସଂକଳ୍ପ ବି ନିଅନ୍ତି, ସଂକଳ୍ପକୁ ଭୁଲି ଯାଆନ୍ତି, କିନ୍ତୁ ଆପଣ ତାକୁ କରୁଛନ୍ତି ମାନେ ଆପଣ ଦେଖିବେ ବହୁତ ବଡ ପୋଜିସନକୁ ଆପଣ ପଳେଇବେ। କିନ୍ତୁ ଟିକେ ବ୍ୟାପକ କରିବା ନିହାତି ଦରକାର। ଯେମିତିକି ଆଜି ଆମ ଟିମର 7ଟା 20ରେ ଅଛି। ପ୍ରତି ମଙ୍ଗଳବାର ଦିନ ସନ୍ଧ୍ୟା ସନ୍ଧ୍ୟା 7ଟା 20ରେ ଅଛି। ତ ଆଚ୍ଛା। ଟିମର ମିଟିଂରେ ବସିବା ଦ୍ୱାରା ଆକ୍ଚୁଆଲି କ'ଣ ହୁଏ, ମୁଁ ନିଜେ ଫିଲ୍ ବି କରିଛି। ଆମେ ଯେତେବେଳେ ଟିମ୍ ଆର୍କେ ଚାନ୍ଦ ମିଟିଂରେ ବସୁ କିମ୍ବା ଟିମ୍ ପ୍ରହ୍ଲାଦର ମିଟିଂରେ ବସୁ, ସେଠି ସମସ୍ତେ ନିଜର ନିଜର ଲାଗନ୍ତି। ଗୋଟେ ବହୁତ ଭଲ ପାୱାରଫୁଲ, ଆରେ ଆମ ସାଙ୍ଗରେ ଏତେ ବଡ ଟିମ୍ ଗୋଟେ ଅଛି। ଆରସିଏମ ତ ସବୁଠୁ ବଡ କଥା ଯେ ଆରସିଏମ ରେ ଆମେ ବସୁଛେ, ଆରସିଏମ ରେ ଯେକୌଣସି ମିଟିଂ ରେ ବସୁଛେ ଠିକ ଅଛି, କିନ୍ତୁ ଟିମ ର ମିଟିଂ ଲାଗିଲେ ଗୋଟେ ଆତ୍ମୀୟତା ଲାଗେ, ଆଉ ଗୋଟେ ଆମ ପଛରେ ଗୋଟେ ବହୁତ ବଡ ବ୍ୟାକଅପ୍ ଅଛି, ସେଟା ବି ଲୋକ ଫିଲ୍ କରନ୍ତି, ଟିମ୍ ସ୍ପିରିଟ ଆସିପାରେ। ତ ସାର୍ ସେଠି ମୁଁ ସମସ୍ତଙ୍କୁ ସେୟା କହିଛି, ଗୁରୁକୁଳରେ ସମସ୍ତେ ବସ, କିଛି ନ କଲେ ବି ତମେ ବସ, ଶୁଣ ଖାଲି। ମୁଁ ବି କହିଛି ଏସବୁ। ଆଉ କେତେ ଜଣ ହଁ ମାରିଛନ୍ତି, ଆଉ କେତେ ଜଣ ସକାଳ ଟିକେ ଟାଇମ ଟିକେ ପାଉନାହାନ୍ତି, ଆଉ କହିବେ ଆଜି ସନ୍ଧ୍ୟା ବେଳକୁ 7ଟା ବେଳକୁ ବସିବେ ଆଉ। ନାଇଁ, ଗୋଟେ କାମ ଆମେ କରିପାରିବା ମ୍ୟାଡାମ। ଗୁରୁକୁଳରେ ଯୋଉ ବସିବା ପାଇଁ ଦେଖନ୍ତୁ, ଇଏ ଗୋଟେ ୟୁଟ୍ୟୁବ ର ଲିଙ୍କ ଅଛି। ହଁ ଇଏ ମୁଁ କହିଛି। ୟୁଟ୍ୟୁବର ଲିଙ୍କ ଦିନ ଭିତରେ କେତେବେଳେ ବି ଯେତେବେଳେ ଆମେ 12ଟା ବେଳେ, 1ଟା ବେଳେ, କେତେବେଳେ ବି ଆମେ ଚାହିଁଲେ ସେ ୟୁଟ୍ୟୁବ ଟାକୁ ଦେଖିପାରିବା। ତ ଆଚ୍ଛା। ଆଜିର ଯୋଉ ଗୁରୁକୁଳରେ ଯୋଉ ସେସନ ଚାଲିଲା, ତ ତାର ଯଦି ୟୁଟ୍ୟୁବ ଟାକୁ ମୁଁ ଗ୍ରୁପରେ ବି ପଠଉଛି, ଚାନ୍ଦ ସାର୍ ବି ପଠଉଛନ୍ତି, ସେଇ ସେଇଟାକୁ ଯଦି ଆମେ ତାଙ୍କୁ ପଠେଇଦେଲେ, ତାହେଲେ ସେମାନେ ବହୁତ ପ୍ରଭାବିତ ବି ହେଇଯାଇ ପାରିବେ। ତ ତାଙ୍କୁ ଆଚ୍ଛା। ଲାଗିବ ଯେ ଏଇ ଟାଇମଟାକୁ ଆଡଜଷ୍ଟ କରିବା ନିହାତି ଦରକାର। କାରଣ ଆମେ ଚାହିଁଲେ ଆଚ୍ଛା। ସବୁ କିଛି କରିପାରିବା, କିନ୍ତୁ ଟାଇମକୁ ଆଡଜଷ୍ଟ କରିବା ପାଇଁ ତ ଏଇଟା ଆଜିର ଗୁରୁକୁଳ ସମସ୍ତଙ୍କୁ ପଠାନ୍ତୁ, ତାକି ସମସ୍ତଙ୍କୁ ମୁଁ ଲାଗିବ ଯେ ନାଇଁ ପଠେଇବି। ଏଇଟା ଗୋଟେ ବହୁତ ଭଲ ଜିନିଷଟା, ଏଇଥିରେ ସମସ୍ତେ ଇନଭଲ୍ଭ ଠିକ ହବା। ଅଛି, ଆଜି ମୁଁ ପଠେଇଦେବି। ମତେ ତ ମାନେ ପଠେଇ ଇଣ୍ଟରେଷ୍ଟ ଲାଗୁଛି। ଆଚ୍ଛା, ମୁଁ ଯେତିକି ନ କଲେ ବି, କାହିଁକିନା ମୁଁ ଗୁରୁକୁଳରେ ବସିବା ପାଇଁ, ଶୁଣିବା ପାଇଁ ମତେ ବହୁତ ଆଗ୍ରହ ହଉଛି, ହେଲା ଆଚ୍ଛା, କି। କେବଳ କେବଳ ପଠେଇବାନି, ଦେଖିଲେ କି ନ ଦେଖିଲେ ତ ତାଙ୍କୁ ହୁଁ। ଟିକେ ପଚାରିଦବା ଯେ ଆପଣ ପଚାରିଦବା। ଦେଖିଲେ, କେମିତି ଲାଗିଲା, କଣ ଆଥିରେ ଅଛି, ତ ଏଇ କଥା ଆମେ ପଚାରିଦବା। ତ ଏହା ଦ୍ୱାରା ହେଇପାରିବ। ଆଉ ତା ଛଡା ଦ୍ୱିତୀୟ କଥା, ଗୁରୁକୁଳରେ ବସିବା ପାଇଁ ଆଜି ଯୋଉମାନଙ୍କୁ ଆମେ କହିଲେ, ତ ପ୍ରତ୍ୟେକ ଦିନ 6ଟା ବେଳକୁ ତ ଆମେ ନିଜେ ଉଠି ଯାଉଛେ, ତ ତାଙ୍କୁ ଟିକେ ଟିକେ ଖାଲି ମନେ ପକେଇଦବା ଯେ ଗୁରୁକୁଳରେ ମୁଁ ବସିଗଲାଣି, ଆସ ବସିବା। ଯଦି ବି ଫୁଲ ହେଇଯାଇଛି, ଆମେ ୟୁଟ୍ୟୁବରେ ବି ଆମେ ଶୁଣିବା, ତ ବହୁତ ଭଲ କଥା। ତ ଆସନ୍ତୁ,
ସମସ୍ତଙ୍କ ବିଚାର ବି ବହୁତ ବଢିଆ, ଆମେ ସମସ୍ତଙ୍କଠୁ ବି ଶୁଣିବା। ଆଗେ ଚାନ୍ଦ ସାର୍ଙ୍କଠୁ ଶୁଣିବା। ସାର୍ ୱେଲକମ୍। କାରଣ ସାର୍ଙ୍କ ବିଚାର ବହୁତ ଇମ୍ପୋର୍ଟାଣ୍ଟ, ବହୁତ ମହତ୍ୱପୂର୍ଣ୍ଣ। ଆଉ ତାଙ୍କର ବିଚାର ଦ୍ୱାରା ବହୁତ କିଛି ଆମେ କରିପାରିବା। ସାର୍ ୱେଲକମ୍ ସାର୍। ସାର୍ଙ୍କର କାହିଁ ଅନମ୍ୟୁଟ୍ ହଉନି? ଓକେ ଓକେ, କିଛି ଅସୁବିଧା ଅଛି ବୋଧେ? ଓକେ। ହଁ ହଁ ସାର୍, ସେ ହେଇଗଲା। ନମସ୍କାର। ଆପଣଙ୍କ ପାଖରେ ଏଇ ରହିଯାଉଛି ସେଇଥିପାଇଁ ବୋଧେ। ନାଇଁ ତ ସାର୍, ସେମିତି ନାହିଁ। ଓକେ ଓକେ, କ'ଣ ହେଇଥିବ ଆଉ ଛାଡ଼ନ୍ତୁ। ମୋର ନେଟୱାର୍କିଂ ପ୍ରୋବ୍ଲେମ କଣ ହଉଛି ଖାଲି ଆଜ୍ଞା ଆଜ୍ଞା। ଟେକ୍ନିକାଲି। ସାର୍ ଯଦି ଆପଣଙ୍କ ଶୁଭା ନେଟୱାର୍କ ଯାଉଛି? ଠିକ୍ ଅଛି ତାହେଲେ କ୍ୟାମେରା ବି ଅନ୍ କରିପାରିବେ। ନେଟୱାର୍କିଂ ଏଇଟା କଣ ଟେକ୍ନିକାଲ ପ୍ରୋବ୍ଲେମ ଟିକେ ହଉଛି ହଁ ମୋର ଠିକ୍ ଅଛି। ସବୁବେଳେ। ଆପଣଙ୍କ ଆୱାଜ ତ ବହୁତ ବଡ଼ କଥା। ଆଚ୍ଛା ଆଚ୍ଛା, ଆଜ୍ଞା। ଥ୍ୟାଙ୍କ ୟୁ ବହୁତ ବହୁତ ଧନ୍ୟବାଦ ନମସ୍କାର। ସମସ୍ତଙ୍କୁ। ନମସ୍କାର ସାର୍ ନମସ୍କାର। ନମସ୍କାର। ନମସ୍କାର ନମସ୍କାର। ଜୟ ଆରସିଏମ, ଜୟ ଆରସିଏଫ। ଜୟ ଆରସିଏମ। ହଁ ଠିକ ହେଲା ଏବେ। ଆଜିର ମୋର ଆପଣମାନଙ୍କୁ ଆଜି ମୋ କଥାକୁ ଯଦି ଆପଣମାନେ ଗ୍ରହଣ କରିବେ, ତେବେ ଏଇ ଯୋଉ ଆଜିର ଭିଡିଓ ଯୋଉ ଗୁରୁକୁଳ ପ୍ରୋଗ୍ରାମକୁ ଆପଣମାନେ 2-3 ଥର ଦେଖନ୍ତୁ। କାରଣ ଆଜି ଯୋଉ କଥା ସବୁ ଟିସି ସାର୍ଜି କହିଲେ, ତାକୁ 2-4 ଥର 2-3 ଥର ତାକୁ ଦେଖିବା ଆଉ ଚିନ୍ତା କରିବା ଦରକାର। ତାହେଲେ ଏହାକୁ ଭଲ ଭାବେ ଆମେ ବୁଝିପାରିବା। ମୁଁ ମଧ୍ୟ ଆଜି ଦିନ ଭିତରେ ଆଉ ଥରେ 2 ଥର ଦେଖିବି, ନୋଟ୍ କରିବି। କାରଣ ଏମିତି ସବୁ ଆଲୋଚନା ଆଜି କରିଛନ୍ତି ଯାହାକୁ ଆମକୁ ଭାବିବାକୁ ସେ ଦେଇଛନ୍ତି, ମାନେ ଖୋରାକ ଦେଇଛନ୍ତି ଚିନ୍ତା କରିବାକୁ। ଆମକୁ ଏଥିରେ ବହୁତ ଚିନ୍ତା କରିବା ଦରକାର। ତେଣୁ ଆହୁରି ଏକୁ ଆପଣମାନେ ଥରେ 2 ଥର ଦେଖନ୍ତୁ, ବହୁତ ବୁଝିପାରିବେ, ଭଲ ଲାଗିବ, ସବୁ ଭଲ ହବ। କିଛି ବର୍ଷ ତଳେ ଗୁରୁକୁଳର ଗତ 3 ବର୍ଷ ଭିତରେ ମୁଁ ଆଟେଣ୍ଡ କରେ। ସେ ପୁରୁଣା ଗୁରୁକୁଳ ଗୁଡାକୁ ମୁଁ ସବୁବେଳେ ବି ଦେଖେ। ଆପଣ ସେ ପୁରୁଣା ଗୁରୁକୁଳ ଯେତେବେଳେ ବର୍ଷେ 2 ବର୍ଷ 3 ବର୍ଷ ତଳର ଗୁରୁକୁଳକୁ ଦେଖିବେ କେତେବେଳେ କାଢିକିରି ସମୟ ହେଲେ, ସେଥିରେ ବି ଅନେକ କଥା ବହୁତ ଭଲ ଲାଗିବ। ଆଉ ଜୀବନର ନିଜକୁ ତିଆରି କରିବା ଏବଂ ଅନ୍ୟମାନଙ୍କୁ ସେ ରାସ୍ତା ଦେଖେଇବା ପାଇଁ ଗୁରୁକୁଳରେ ବହୁତ କିଛି ଅଛି। ତାଙ୍କର ଗୋଟେ ଗୁରୁକୁଳରେ ଗୋଟେ ପ୍ରୋଗ୍ରାମରେ ମୁଁ ଅନେକ କଥା ଶୁଣିଛି, ମନେ ପଡେ ଗୋଟେ ଗୋଟେ କଥା କହୁଥିଲେ ଯେ ଆମର ଯୋଉ ଅନ୍ୟକୁ ପରିବର୍ତ୍ତନ କରିବା, ଦେଶ ପାଇଁ କରିବା, ସମାଜ ପାଇଁ କରିବା, ତାଙ୍କୁ କେମିତି ପରିବର୍ତ୍ତନ କରିବା, ଏଇ ଯୋଉ ସବୁ ମନୋଭାବକୁ ନେଇକରି ଗୋଟେ ସେ ଛୋଟ ଷ୍ଟୋରିଟେ କହୁଥିଲେ ଯେ କିଛି ବ୍ୟକ୍ତି ବହୁତ ବୁଦ୍ଧିମାନ, ବହୁତ ଟ୍ୟାଲେଣ୍ଟେଡ ବୁଦ୍ଧିମାନ ବ୍ୟକ୍ତି, ବହୁତ ଜ୍ଞାନୀ, ସେମାନେ ଚାହିଁଲେ ଯେ ଆମେ ଏତେ ଭଲ ଭଲ କଥା ଅଛି, ଏତେ ଭଲ ସବୁ ଦୁନିଆରେ ଯଦି ସମସ୍ତେ ସବୁ ଜାଣନ୍ତେ, ଆଉ ସେମାନେ ବହୁତ ବଦଳି ଯାଆନ୍ତେ। ତେଣୁ ସେମାନେ ଚେଷ୍ଟା କୁ ବଦଳେଇବା ପାଇଁ ଅନେକ ଚେଷ୍ଟା କଲେ, କିନ୍ତୁ ବଦଳେଇ ପାରିଲେନି। କହିଲେ ଏତେ ବଡ ଦୁନିଆକୁ ତ ଆମେ ବଦଳେଇ ପାରିବାନି, ଚାଲ ଆମେ ଆମର ଦେଶକୁ ବଦଳେଇବା। ସେଥିପାଇଁ ମଧ୍ୟ ବହୁତ ପରିଶ୍ରମ କଲେ, ବହୁତ ପ୍ରଚାର କଲେ, ବହୁତ କିଛି କହିଲେ, ଦେଶ ବଦଳେଇବା, ଦେଶ ବଦଳେଇବା, ତା ବି କରିପାରିଲେନି। ତାପରେ କହିଲେ ନିଜର ରାଜ୍ୟ ବଦଳେଇବା ପାଇଁ, ତାକୁ ମଧ୍ୟ ବହୁତ ଚେଷ୍ଟା କଲେ, ତା ମଧ୍ୟ କରିପାରିଲେନି। ତାପରେ ନିଜର ସହରକୁ ବଦଳେଇବାକୁ ଚେଷ୍ଟା କଲେ, ତାକୁ ମଧ୍ୟ ବଦଳେଇ ପାରିଲେନି। ତ ଯୋଉ ପଡାରେ ସେମାନେ ଅଛନ୍ତି, କହିଲେ ଆଗେ ଆମର ଏଇ ସାହିକୁ ଆମେ ଲୋକମାନଙ୍କୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବା। ତ ସେଥିପାଇଁ ବି ବହୁତ ଚେଷ୍ଟା କଲେ, ତା ମଧ୍ୟ ପାରିଲେନି। ଏଥିରେ ବହୁତ ସମୟ କଟିଗଲା ସେମାନଙ୍କର। ତାପରେ ସେମାନେ ଚିନ୍ତା କଲେ, ଚାଲ ଆମ ପରିବାରକୁ ଆମେ ବଦଳେଇବାକୁ ଚେଷ୍ଟା କରିବା। ତ ପରିବାରକୁ ମଧ୍ୟ ପ୍ରତ୍ୟେକ ନିଜର ନିଜର ସେ 4-5 ଜଣ ସେମାନେ ଜ୍ଞାନୀ ବୁଦ୍ଧିମାନ ବ୍ୟକ୍ତି, ସେମାନେ ଦୁନିଆ ପାଇଁ ଚିନ୍ତା କରନ୍ତି। ସେମାନେ ନିଜ ପରିବାରକୁ ମଧ୍ୟ ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ, ତା ମଧ୍ୟ କରିପାରିଲେ ନାହିଁ। ତେଣୁ ବହୁତ ଗବେଷଣା କରି ଚିନ୍ତା କରି କଲେ, ନିଜକୁ ଆମେ ଆଗେ ପରିବର୍ତ୍ତନ କରିବା। ନିଜକୁ ଯେତେବେଳେ ପରିବର୍ତ୍ତନ କରିବା, ଆମେ ଯୋଉ କଥାଟା କହୁଛୁ ଯେ ଅନ୍ୟକୁ ଆମେ ବଦଳେଇବା,
ଏଇ କଥା କହିକିରି ଏଇ କଥା ଏଇ ଜ୍ଞାନ ଦେଇକିରି ତ ଆମେ ଯଦି ପ୍ରଥମେ ନିଜକୁ ସେଇଭଳି ଭାବେ ପରିବର୍ତ୍ତନ କରିବା ତେବେ ଚେଷ୍ଟା କରିବା କଣ ତାର ରିଆକ୍ସନ ହଉଛି କେମିତି ପ୍ରଭାବ ପଡିବ। ତେଣୁ ସେମାନେ ପ୍ରତ୍ୟେକ ତାଙ୍କୁ ନିଜେ ପୁରା ଆଧ୍ୟାତ୍ମିକ ଚିନ୍ତାଧାରା ନେଇକିରି ସବୁ ପ୍ରକାର ଅନୁଶାସନ ହେଇ ନିଜକୁ ପରିବର୍ତ୍ତନ ଚେଷ୍ଟା କଲେ। ତ ଧୀରେ ଧୀରେ ଦେଖାଗଲା ତାଙ୍କର ନିଜର ପରିବର୍ତ୍ତନ ଦ୍ୱାରା ତାଙ୍କର ପରିବାର ଉପରେ ପ୍ରଭାବ ପଡିଲା। ପରିବାରରେ ତାଙ୍କର ସ୍ତ୍ରୀ ତାଙ୍କର ପିଲାମାନେ ତାଙ୍କର ବନ୍ଧୁବାନ୍ଧବ ସାଙ୍ଗ ସବୁ ଦେଖିଲେ ୟା ଭିତରେ ଗୋଟେ ପରିବର୍ତ୍ତନ ଆସିଛି। ତେଣୁ ଭଲ ଲାଗିଲା ସେମାନଙ୍କୁ, ସେମାନେ ମଧ୍ୟ ଧୀରେ ଧୀରେ ପରିବର୍ତ୍ତିତ ହେଲେ। ଏଭଳି ଗୋଟେ ପରିବାର ଯେତେବେଳେ ପରିବର୍ତ୍ତନ ଦେଖିଲେ ତାଙ୍କର ସାହି ପଡିଶା ବନ୍ଧୁବାନ୍ଧବ ଚାରିଆଡେ ସେମାନଙ୍କୁ ମଧ୍ୟ ପରିବର୍ତ୍ତନ ଆସିଲା। ଆସ୍ତେ ଆସ୍ତେ ତାର ବିସ୍ତାର କରିଗଲା, ସହର ଭିତରେ ବିସ୍ତାର କରିଗଲା, ଅନେକ ଲୋକଙ୍କ ଭିତରେ ସାରା ଦେଶରେ ମଧ୍ୟ ପରିବର୍ତ୍ତନ ଆସିଲା। ତ ତାର ଏ କଥାର ମାନେ ହଉଛି କଣ, ଆମେ ଯଦି ବ୍ୟକ୍ତିଗତ ଭାବେ ନିଜକୁ ପରିବର୍ତ୍ତନ କରିବା ତାହେଲେ ଅନ୍ୟ ଉପରେ ପ୍ରଭାବ ପଡିବ ଆଉ ସେମାନେ ପରିବର୍ତ୍ତନ ହେବେ। ଆମେ ଚାଲ ଆମେ ଦେଶକୁ ପରିବର୍ତ୍ତନ କରିବା, ଚାଲ ଆମେ ଏକୁ ପରିବର୍ତ୍ତନ କରିବା, ଏଇଟା ବହୁତ ବଡ କଥା। ତେଣୁ ସାଧାରଣ ଲୋକମାନେ ଏକୁ ବୁଝିପାରିବା କଷ୍ଟକର। ସେମାନେ କଣ ଆମେ ଦେଶକୁ ପରିବର୍ତ୍ତନ କଲା ଭଳିଆ କାମ ଗୋଟେ କରି ପକେଇବା, ଏଗୁଡା ସାଧାରଣ ଆସିବ। ତ ନିଜକୁ ପ୍ରଥମେ ପରିବର୍ତ୍ତନ ଆମେ କରିବା ଦରକାର, ତାପରେ ବହୁତ ବଡ ଅଟୋମେଟିକଲି ହବ। ଏଇ ହଉଛି ଏ କଥାର ସାରାଂଶ। ତେଣୁ ଆମେ ଯଦି ଆଜିର ଯୋଉ ପ୍ରୋଗ୍ରାମ ତାକୁ ଆମେ ବାର ବାର କରି ଦେଖିବା, ବାର ବାର କରି ତାକୁ ଚିନ୍ତା କରିବା, ତାକୁ କହନ୍ତି ଚିନ୍ତା କରିବା, ମନନ କରିବା। ଚିନ୍ତନ ମନନ ଶ୍ରବଣ ଚିନ୍ତନ ମନନ। ଆଗେ ଶୁଣିବା ଭଲ ଭାବେ। ଆମେ ତ ପ୍ରାୟ ଭଲ ଭାବେ ଶୁଣୁନା, ମଣିଷର ଆମର ଦୁର୍ବଳତା ଏଇଟା, ଆମେ ଭଲ ଭାବେ ଶୁଣୁନା। ତେଣୁ ଶ୍ରବଣ ଚିନ୍ତନ, ଚିନ୍ତା କରିବା, ଯାହା ଯାହା ଶୁଣିଲେ ତାକୁ ଚିନ୍ତା କରିବା, ତାପରେ ମନନ କରିବା, ତାକୁ ମନ୍ଥନ କରିବା, ତାପରେ ତାକୁ କାର୍ଯ୍ୟରେ ଲଗେଇବା। ଏଇ ହଉଛି ସବୁ ସଫଳତାର ମୂଳ। ତ ଟିସିଜିଙ୍କର ସେ ଯୋଉ ବହି ସବୁ, ମୁଁ ବହୁତ ବହି ଟିସିଜିଙ୍କର ବହି ସବୁ ମୁଁ ସବୁବେଳେ ବହୁତ ପଢିଛି ଆଉ ପଢୁଛି ମଧ୍ୟ, ଆଜି ପର୍ଯ୍ୟନ୍ତ ପଢୁଛି। ତାଙ୍କର କାମୟ କା ପ୍ରବେଶ ଦ୍ୱାର ଏଇ ବହି ମୁଁ ପ୍ରଥମରୁ ଏ ବହି ପଢେ। ତାଙ୍କର ସ୍ୱୟଂ ସେ ସମାଧାନ ଏ ବହି ମଧ୍ୟ, ଏ ମୋର ବହି ଭିତରେ ସବୁ ଗାର ମଧ୍ୟ ଦେଇଛି। 100% ସଫଳତା ଏ ବହି, ସଚ୍ଚା ସେବକ ଏ ବହି, आदत को बदलने का अभ्यास जोटा आज जड़े व्यक्ति देखौतिले ए बईटा आदत को बदलने निजर अभ्यास के बदलइबे। तापर रॉयल्टी प्राप्त करने का तरीका, तापर सक्रियता को 21 सुनहरा नियम। ये छोट छोट बही गुड़ा कि बहुत उपादेय, मत बहुत यही बही मैं बेसी पढ़े। तापर तांकर निजर लाइफ हिस्ट्री जो चुनौती से मुकाबला, ये बही चुनौती से मुकाबला, शक्ति का खजाना ए बही, तापर तांकर जीवन एक खोज यार ओडिया मध्य अच्छी। तो ये जो बहीटा ये जो बहीटा हमर हमें जागना होगा, हमें जागना होगा। जो बहीटा को आम से कौन करूँ, तांकर ये बहीटा बहुत बढ़िया अच्छी से बहीटारे। तो हमें जागना होगा, तो से କାହିଁ बहीटा ଗହଳି छोटिया କରୁଛ? बहीटे ताकू आम ओडिया करूँ जागृति। ये बही रु किछटा मो पाखे अच्छी, आपण मैंने जदि चाहती मु केतेबेले देवी। हमें जागना होगार ओडिया करूँ। प्राय शहीद नगर जड़े थे आमर लीडर, सी तांकर जड़े साहित्यिक व्यक्ति परिचय थे। सी जो बहीटा देले हमें जागना बहुत खुशी है, कहले ओडिया करवा। तो ओडिया कर प्राय 300-400 प्रिंट होता। ताकू सी बिकवा निजे बिक अल्प पैसा बिकी, कारण प्रिंटिंग पैसा बाहर तो बिका होता। मत भी किसी लोक बहुत देती, फ्री रे नुहे से फ्री रे। तो आरसीएम कौन जिन फ्री रे दि जाए, तेणु सी किसी 10 टंका से बिक्री करते। मुझे किणी आनी किसी लोक देती। तो ये बही आपण मैंने पढ़े। तो छोट छोट बही गुड़ा पढ़ले टीसीजी को आपण मैंने भल भाव चिंताधारा को बुझीपारे। से जड़े आध्यात्मिक प्रकृतिर लोक। संजीव जी प्रथम एक कथा कहले, मुझे बुझी पारे कौन से जड़े बिजनेस कौन आध्यात्मिक
ମାନେ ସନ୍ଥ ପ୍ରକୃତିର ଜଣେ ବିଜନେସ କରୁଛନ୍ତି ମାନେ କେତେ ଉଚ୍ଚ ଧରଣର ବିଜନେସ। ତ ଆମେ ଯେତେବେଳେ ଭିଲୱାଡା ଯାଇଥିଲି, ମୁଁ ଆଜି 20 ବର୍ଷ ଆରସିଏମ ସହିତ ସଂଶ୍ଳିଷ୍ଟ, କିନ୍ତୁ ତାଙ୍କ ସହିତ ବେଶୀ ସେତେ ଆମେ ଭେଟିନୁ, କାରଣ ସିଏ ତ ତାଙ୍କ ଜାଗାରେ ଠିକ ଅଛନ୍ତି, ଆଉ କଣ ତାଙ୍କ ସାଙ୍ଗରେ ଭେଟିକିରି କଥାବାର୍ତ୍ତା କରି। ମୋର ଏଇ କଥା, ଆମେ ଜଗନ୍ନାଥଙ୍କୁ ପୁରୀରେ ଆମ ଘର, ଆମେ ଠିକ 200 ମିଟର ଦୂରରେ ଘର। ତ ଆମେ ପୁରୀ ମନ୍ଦିର ଭିତରକୁ କମ ଯାଉ, ଜଗନ୍ନାଥଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରିକି ଆମ କର୍ମରେ ଯାଉ। ଆମେ ଜାଣୁ ଜଗନ୍ନାଥ ତାଙ୍କ ଜାଗାରେ ଠିକ ଅଛନ୍ତି, ଆମେ ଯାଇକି କଣ କରିବୁ ତାଙ୍କୁ। ଆମେ ଯଦି ନିଜକୁ ଠିକ କରିବୁ ତାହେଲେ ହବ। ତ ଟିସିଜି ତାଙ୍କ ଜାଗାରେ ଠିକ ସେ ଅଛନ୍ତି, ସଞ୍ଜୀବ ଜୀ ତାଙ୍କ ଜାଗାରେ ଠିକ ଅଛନ୍ତି, ସେମାନେ ଠିକ କାମ କରୁଛନ୍ତି। ପ୍ରହ୍ଲାଦ ଜୀ ତାଙ୍କ ଜାଗାରେ ସେ ଠିକ କାମ କରୁଛନ୍ତି, ସେମାନେ ତ ଠିକ କାମ କରୁଛନ୍ତି। ଆଉ ତାଙ୍କ ଯୋଉ କଥା ସେ କହୁଛନ୍ତି ସେ କଥାକୁ ଆମେ ଯଦି ମିନିମମ୍ 10% 20% ଯଦି ସେଇଭଳି କାମ କରିବା, ତାହେଲେ ସିନା ହଁ ଆମେ ତାଙ୍କ ସହିତ ବସିକିରି ଆଉ କଣ ଶିଖିବାକୁ ଚେଷ୍ଟା କରିବା। ଆମେ ଯଦି ସେଭଳି ନ କରିପାରିବା ତାହେଲେ କଣ, ମୁଁ ଚେଷ୍ଟା କରେ ଯେ ମୁଁ କେମିତି ଠିକ କାମ କରିବି। ତେଣୁ ଯେତେ ଥର ଯାଇଛି ତାଙ୍କ ସହିତ ଯେତେ ବି କଥାବାର୍ତ୍ତା କରୁଛି, ବହୁତ ଅଳ୍ପ କଥାବାର୍ତ୍ତା କରନ୍ତି, ଆଉ ସେଥିରେ ଯୋଉ 2-4 ପଦ କଥା କହନ୍ତି ତାକୁ ମଧ୍ୟ ଆମେ ମନେ ରଖିକିରି ସେ ଅନୁସାରେ ଭଲ ଲାଗେ ସବୁ। ତେଣୁ ଆପଣମାନେ ଆଜିର ଯୋଉ ଭିଡିଓଟାକୁ 2-4 ଥର ଦେଖନ୍ତୁ। ତ ସମୟ ବୋଧେ ହେଇଗଲାଣି ଶତପଥୀ ବାବୁ। ହଁ ସାର୍, ସମୟ ଆଉ 2-3 ଜଣ ଅଛନ୍ତି ବି, କହିବେ ସାଥୀ କହିବେ। ହଁ ହଁ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ତ 1 ମିନିଟ ମୁଁ ଆଉ କହୁଛି ଯେ ଦେଖନ୍ତୁ, ଆପଣମାନେ ଇଏ ମୁଁ ବାର ବାର କରି କହୁଛି, ଇଏ ହଉଛି ଡାଇରେକ୍ଟ ସେଲିଂ ବିଜନେସ। ଭାରତ ସରକାରଙ୍କର ଆଇନଗତ ହିସାବରେ 2021ରୁ ହେଇଛି। ଏଇ ବିଜନେସ ମାଧ୍ୟମରେ ଆମେ କଣ କରୁଛୁ ନା, ମିଶନ, ଆମର ଯୋଉ ସବୁ ପ୍ରକାର ମିଶନ ଆମେ କରୁଛୁ। ତ ଅଭିଯାନ, ତ ଅଭିଯାନ ଆମେ କରୁଛୁ, ମାନେ ଅଭିଯାନ, ଇଏ ଗୋଟେ ଅଭିଯାନ, ଆପଣ ଜାଣନ୍ତି ନା ନାଇଁ? ହ୍ୟାଲୋ, ଆପଣମାନେ ଜାଣନ୍ତି ନା ଇଏ ଗୋଟେ ଅଭିଯାନ? ବିଜନେସ ମାଧ୍ୟମରେ ଆମେ ଅଭିଯାନ କରୁଛେ। ସ୍ୱାସ୍ଥ୍ୟ କ୍ରାନ୍ତି ଗୋଟେ ଅଭିଯାନ। ଅଭିଯାନ ଏଇଟା। ଆମେ ଇଏ ଅଭିଯାନ, ମହିଳା ସଶକ୍ତିକରଣ ଅଭିଯାନ, ସ୍ୱାବଲମ୍ବନ ଅଭିଯାନ, ବିଜନେସ ମାଧ୍ୟମରେ ଅଭିଯାନ କରୁଛେ। ଅଭିଯାନର ମାନେ ହଉଛି କଣ, ଲୋକମାନଙ୍କୁ ସଜାଗ କରିବା, ସଚେତନ କରିବା, ସଜାଗ କରିବା ଅଭିଯାନର ମାନେ। ଆମେ ଯଦି ଲୋକଙ୍କୁ ସଜାଗ ନ କରିବା, ସଚେତନ ନ କରିବା, ଆମେ ସଜାଗ ସଚେତନ ହଉଛେ, କିନ୍ତୁ ଆମେ ଯଦି ଲୋକମାନଙ୍କୁ ସଜାଗ ସଚେତନ କରିବା ନ କରିବା, ତାହେଲେ ଅଭିଯାନକୁ ଆମେ ଠିକ ମତନ ଉଦ୍ଦେଶ୍ୟ ପାଳନ କରିବୁ। ଏଇଟାକୁ ଆପଣମାନେ ଚିନ୍ତା କରିବେ ସବୁବେଳେ। ଆପଣଙ୍କର କାମ ସବୁବେଳେ ଲୋକମାନଙ୍କୁ କେମିତି ସଜାଗ କରିବେ, ଅଭିଯାନର ଇଏ ହଉଛି ଲକ୍ଷ୍ୟ। ଆଉ ତା ଯଦି ନ କରି ଖାଲି ନିଜେ ସଜାଗ ହେଇ ଆମେ ରହିବା, ତାହେଲେ ଟିସିଜିଙ୍କର ଯୋଉ ଲକ୍ଷ୍ୟ ସେ ପୂରଣ ହେଇପାରିବ ନାହିଁ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ଓକେ ସାର୍, ବହୁତ ବଢିଆ କଥା। ବହୁତ ସାରା ସାଥୀ ଅଛନ୍ତି ତ ତାଙ୍କର ବି ନବା। ଆଜି ଫାଷ୍ଟ ଆସିଛନ୍ତି ଆମର ଗଣେଶ୍ୱର ବେହେରା ସାର୍, ଆଜି ଫାଷ୍ଟ ଟାଇମ ଆସିଛନ୍ତି। ସାର୍ ଆପଣଙ୍କୁ ୱେଲକମ୍। ଆପଣଙ୍କର ବିଚାର କୁହନ୍ତୁ, ଅନମ୍ୟୁଟ କରନ୍ତୁ ଆଜ୍ଞା। ଗଣେଶ୍ୱର ବାବୁ, ଆପଣ ଅନମ୍ୟୁଟ କରନ୍ତୁ। ହେଇପାରୁନି କଣ? ଓକେ, ପ୍ରବୀଣା ମ୍ୟାଡ଼ାମ, ଆଜ୍ଞା, ସାର୍ ନମସ୍କାର। ନମସ୍କାର। ଚାନ୍ଦ ସାର୍ଙ୍କୁ ବି ନମସ୍କାର। ନମସ୍କାର ସାର୍ ନମସ୍କାର। ଆଜି ଯାହା କହିଲେ, ଆମ ଗୁରୁଦେବ କହିଲେ, ଆତ୍ମାର ଯଦି ଶୁଦ୍ଧି ନାହିଁ, ଆତ୍ମାର ଉନ୍ନତି ବି ହବ ନାହିଁ। ଆତ୍ମା ଶୁଦ୍ଧି ପ୍ରଥମେ ଦରକାର। ଆମେ ନିଜେ ବଦଳିଲେ କାହାକୁ ବଦଳେଇବା, ଏଇଟା ପ୍ରଥମ କଥା। ଚେଷ୍ଟା କରୁଛୁ ଏ ମାସରେ ଯେତିକି ହେଇଛି 2026 ଆମ ପାଇଁ କିଛି ଭଲ ନେଇକି ଆସୁ। ଆମେ ଲୋକଙ୍କ ସାଙ୍ଗେ ମିଶିକି ଲୋକଙ୍କର ଚିନ୍ତାଧାରାକୁ ବଦଳେଇ ପାରିବୁ, ଏଇଟା ଆମର ବିଶ୍ୱାସ ଅଛି। ସେଇଟା ପ୍ରଭୁଙ୍କ ପାଖରେ ନିବେଦନ, ସେ ଆମକୁ ଏତିକି ଶକ୍ତି ଦିଅନ୍ତୁ, ଆମେ କିଛି କରିପାରିବୁ। ଥ୍ୟାଙ୍କ ୟୁ ସାର୍। ଆଜ୍ଞା, ବହୁତ ବଢିଆ କଥା। ନମିତା ମ୍ୟାଡ଼ାମ, ସାର୍ ନମସ୍କାର, ଚନ୍ଦ୍ରଙ୍କୁ ନମସ୍କାର, ଜୟ ଆଶ୍ରୀ। ନମସ୍କାର ନମସ୍କାର, ଜୟ ଜୟ ଶ୍ରୀ, ସାର୍ ଆଜି ଜୟ ଟିସି ଶ୍ରୀ। ସାର୍ ଏତେ ସୁନ୍ଦର ଜିନିଷ କହିଲେ, ବହୁତ ବଢିଆ ଲାଗିଲା ତାଙ୍କର ବିଚାର। ବିଚାର ଆଗ ଭଲ ବିଚାର ଆଣିବା, ଭଲ ମନରେ ସବୁ ମନ ଭିତରେ ଥିବା ଆତ୍ମାକୁ ଆଗ ଆମେ ଯାହା ସଜାଡିକିରି ସବୁ କର୍ମ କରିବା।
ଆତ୍ମା ଭିତରେ ନଥିବ କିନ୍ତୁ କର୍ମ କରିବା କିଛି ତାର ଲାଭ ନାହିଁ। ଆଉ ସବୁବେଳେ ଆମର ଟିମର କେମିତି ସମସ୍ତଙ୍କ ଭିତରେ ସମ୍ପର୍କ କେମିତି ଭଲ ରଖିବା, ଆଉ ତାଙ୍କୁ ଧରିକିରି ଚାଲିବା, ଭଲ 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 ନୂଆ ଭଲ ଭଲ ଜିନିଷ ତାଙ୍କୁ ଶିଖେଇବା, ଯାହାକି ଆମ ମନ ଭିତରେ କିଛି ନଥିବ କି ତାଙ୍କ ମନ ଭିତରେ କିଛି ନଥିବ। ଏଇ ଟାଇପର ଜିନିଷ କଲେ ଆମେ ଆଗେଇବା। ନିଶ୍ଚିନ୍ତ ଭାବେ ସଂକଳ୍ପବଦ୍ଧ କରୁଛୁ, ଆଗକୁ ଆଗେଇବୁ ଯେମିତି ହେଲେ। ସାର୍ ଏତିକି କହୁଛେ। ଓକେ, ବହୁତ ବଢିଆ କଥା। ଆଜି ତ ସମୟ ସରି ଆସିଲାଣି। ଦୁଇଟି ମୁଖ୍ୟ ଜିନିଷ ଆଜି ଆମେ ଶିଖିଲେ ଯେ ଆମେ ଆଜିର ଯୋଉ ଗୁରୁକୁଳକୁ ଆମେ ଟିମରେ ସମସ୍ତଙ୍କୁ ଯାହାକୁ ବି ଜଏନିଂ କରେଇଛେ ଆଉ ଯାହାକୁ ଜଏନିଂ ବି କରେଇନେ, ଯାହାକୁ ଆମେ ଭଲ ପାଉଛେ ତାଙ୍କୁ ପଠେଇବା ଆଉ ତାଙ୍କୁ ଦେଖିବା ପାଇଁ କହିବା ଫୋନ କରିକି ଯେ ଗୋଟେ ଥର ଆଜ୍ଞା ଦେଖିଦିଅ, ତାପରେ ବା, ଦେଖିବା ପାଇଁ କହିବା। କାରଣ ପୁରା ସମାଜକୁ ଠିକ କରିବାକୁ ହେଲେ ଆମେ ଯେମିତି ଚାନ୍ଦ ସାର୍ କହିଲେ ଯେ ଆମେ ଥରେ ଦିଥର ଆଉ ଦେଖିବା ପରେ କଣ ତା ଦେହରେ ଆମେ ଛାଡି ଯାଇଛେ ତାକୁ ନୋଟ୍ ବି କରିବା। ତା ସହିତ ଆମେ ଲୋକଙ୍କୁ ପଠେଇକି ପଚାରିବା କଣ ଆମେ ଦେଖିଲେ। ଏଇଟା ହଉଛି ବହୁତ ବଡ କଥା। ଦ୍ୱିତୀୟ କଥା ଯେ ଆମେ ପ୍ରଥମ ଥର ପାଇଁ 2026ରେ ଆଜି ଫାର୍ଷ୍ଟ ଟାଇମ୍ ଆମେ ବସୁଛେ 7ଟା 20ରେ। ତ ଟିମକୁ ପ୍ରମୋଟ କରନ୍ତୁ। ମ୍ୟାକ୍ସିମମ୍ ସାଥୀ ଏମିତି ବି ହଉଛନ୍ତି କି ସେମାନେ ଜାଣି ପାରୁନାହାନ୍ତି ଯେ ଆମର ଗୋଟେ ଟିମ୍ ଅଛି ବୋଲି, ଆମର ଗୋଟେ ୟୁନିଟି ଅଛି ବୋଲି। ଆମ ୟୁନିଟିକୁ ଦେଖିବା ପାଇଁ ସେମାନଙ୍କୁ ବି ଆଣିବା ନିହାତି ଜରୁରୀ। ତ ହଁ, କିଏ ବି ଯଦି ମନା କରୁଛି ଲୋକଙ୍କ ମାନେ କଥା ହଉଛି ଯେ ଯୋଉ କଥାଟା ନ ଜାଣିଥାଏ ତ ସିଏ ତ ସେଟାକୁ ଭାବିବ ଯେ ନାଇଁ ମୁଁ ଯାହା ଜାଣିଛି ଠିକ, ଆଉ ଯୋଉଟା କୁହା ହଉଛି ଯୋଉଟା ହଉଛି ସେ ଜାଣି ବି ପାରୁନି। କିନ୍ତୁ ଆମେ ଜାଣିବା ପାଇଁ ଆମେ ଆମେ ସବୁବେଳେ ତାଙ୍କୁ ଯଦି ମୋଟିଭେଟ କରିବା ତାହେଲେ ହେଇପାରିବ। ସମସ୍ତେ ମିଶିକି ବସିବା ପାଇଁ ଫୋନ କରିଦବା, ଆଉ ଚା ଭୁଜିଆ ଧରି ବସିବା। ବହୁତ ବଢିଆ କଥା, ଇଣ୍ଟରେଷ୍ଟିଂ। ଓକେ, ଥ୍ୟାଙ୍କ ୟୁ। ଆଜି ତ ସମୟ ହେଇଗଲାଣି, ଆମେ ପୁଣି କାଲି ଦେଖା ହବା। ଆଉ ଏଇ ଯୋଉ ଗୁରୁକୁଳର ଶାଖା ଅଛି ଆକୁ ବି ଦେଖିବା, କାରଣ ସାର୍ଙ୍କର ବହୁତ ସାରା ମୂଲ୍ୟବାନ କଥା ଆମେ ଦେଖିଲେ, କେତେ ଗୁଡେ ବହି ଆମକୁ ସାର୍ ଦେଖେଇଲେ। ଆଉ ଥରେ ରିପିଟ କରିଦେଲେ ଭଲ ହବ। ଆମେ ନିଜେ ନିଜେ ଦେଖିକିରି ତାପରେ ଭଲ ଭାବେ ପରିଷ୍କାର ହେଇଯିବା, ମନ ଭଲ ପରିଷ୍କାର ନା ହେଇଯିବ ଆମର। ନିହାତି ହେଇପାରିବ। ସାନୁ, ଆଜ୍ଞା, ଓଡିଶାର ଗୁରୁଜୀ ନମସ୍କାର ଅପା। ଚାନ୍ଦ ମାନିକି ସେମିତି କାମ କର, ମୁଁ କହିଦେଲି। ଠିକ ଅଛି, ଦେଖାଯାଉ। ଓକେ, ବହୁତ ବଢିଆ କଥା। ଚାଲିଛି ତ ଆଉ କଣ। ଓକେ, ଟିମରେ ଧୀରେ ଧୀରେ ଆମେ ସଂଖ୍ୟା ଯଦି ବଢେଇବା ତ ଧୀରେ ଧୀରେ ଆମର ସଂଖ୍ୟା ବଢିଲେ ତ ସମସ୍ତେ ଏ ପବିତ୍ର ଚିନ୍ତାଧାରାରେ ସମସ୍ତଙ୍କ ପବିତ୍ର ଚିନ୍ତାଧାରା ଆସିପାରିବ। ଓକେ, ଆଜି ଆଜ୍ଞା, ପାଇଁ ଏତିକି। ନମସ୍କାର, ଜୟ ଆଜ୍ଞା, ଆରସିଏମ୍। ପୁଣି ନମସ୍କାର କାଲି ଆମେ ଦେଖାହବା। ନମସ୍କାର କାଲି ନମସ୍କାର। ବୁଧବାର ଅଛି। ଜୟ ଆସିମ୍, ଜୟ ଆସିମ୍। କାଲି ବୁଧବାର ହଉଛି ମେଡିଟେସନ ର ଦିନ। କାଲି ବହୁତ ସାରା ଡକ୍ଟର ଏସ୍ ରଞ୍ଜନଠୁ ଆମେ ମେଡିଟେସନର ପାୱାର ଆମେ ଶିଖିବା, ପ୍ରାକ୍ଟିକାଲି ବି କରିବା। ଏମିତି ବି ଡେଲି ତ ଆମେ ମେଡିଟେସନ କେତେବେଳେ ନା କେତେବେଳେ କରୁଛେ, ତ ସେଥିଲାଗି ତ ଆମ ମାଇଣ୍ଡ ଷ୍ଟ୍ରଙ୍ଗ ରହୁଛି ଆଉ ଆମେ ଗୋଟେ ଭଲ ଚିନ୍ତାଧାରା କରୁଛେ। କିନ୍ତୁ କାଲି ତା ଉପରେ ଆର ବିଶେଷ ଜ୍ଞାନ ନବା। ତ ଆମେ ଯୋଉମାନଙ୍କୁ ଜଏନ୍ କରିନେ ତ ସେମାନଙ୍କୁ ବି କାଲି ଆମେ ବସେଇବା, ତାକି ମେଡିଟେସନ ତାଙ୍କ ଜୀବନରେ ବି କିଛି ପରିବର୍ତ୍ତନ ହବ ଧ୍ୟାନ ଯୋଗ। ଓକେ, ଆଜି ପାଇଁ ଏତିକି। ନମସ୍କାର, ଜୟ ଆରସିଏମ୍। ଜୟ ଜୟ ଶ୍ରୀ ରାମ। ଜୟ ଆସିମ୍, ଜୟ ଜୟ ଶ୍ରୀ ଆସିମ୍।